କଥା ମଧ୍ୟ ଅନୁଭବ କରିପାରିବେ। ତେବେ ଆପଣ ଅନୁଭବ କରିପାରିବେ ଯେ ଆମେ କେବେ କେବେ କୌଣସି କଥାରେ ଆମେ ପଛଘୁଞ୍ଚା ଦେବୁନି। ପଛଘୁଞ୍ଚା ଦେବୁନି କାହିଁକି? ବର୍ତ୍ତମାନ ଟିକେ କଟି ଯାଇଥିଲା, ଆପଣମାନେ ସେଇ ଭିଡ଼ିଓକୁ ଶୁଣନ୍ତୁ। ଆପଣ ନିଶ୍ଚୟ ଭାବରେ ଅନୁଭବ କରିପାରିବେ ଯେ ଇଏ ଭିଡ଼ିଓ ଆପଣଙ୍କ ସେମିତି ଚାଲି ରହିଛି। ତାପରେ ଆପଣ ପରମାତ୍ମାଙ୍କ ସହିତ ମନୋରଞ୍ଜନ କରନ୍ତୁ। କେତେବେଳେ ପରମାତ୍ମାଙ୍କ ସହିତ ଆପଣ ସ୍ୱର୍ଗ ଦେଖନ୍ତୁ, ସଙ୍ଗମର ଶ୍ରେଷ୍ଠ ଜିନିଷ ଆପଣ ଦେଖନ୍ତୁ। ଆପଣ ଯଦି ଡ୍ରାମା ଦେଖିବେ ବାବାଙ୍କ ସହିତ 5000 ବର୍ଷ ଡ୍ରାମା ଦେଖନ୍ତୁ, ହିଷ୍ଟ୍ରି ଶୁଣିବେ, 84 ଜନ୍ମର ହିଷ୍ଟ୍ରି ଶୁଣନ୍ତୁ। ଇଏ ମନୋରଞ୍ଜନ ରହିଲେ କ'ଣ ହେବ? ଆପଣମାନେ କେବେ ଦୁଃଖ ରହିବନି, ସବୁବେଳେ ସୁଖରେ ରହିବେ। ସୁଖ ରହିବେ କାହିଁକି ନା ସୁଖ ଏବଂ ଶାନ୍ତି, ଖୁସି ଇଏ ବ୍ରାହ୍ମଣ ଜୀବନର ଅଧିକାର। ଯଦି ଆପଣମାନେ ଅନୁଭବ କରିପାରିବେ ତେବେ ଆପଣ କୌଣସି ଜିନିଷରେ ଦୁଃଖ ଅନୁଭବ କରିପାରିବେନି, ସୁଖ ଅନୁଭବ କରିବେ। ସୁଖ ଶାନ୍ତି ପବିତ୍ରତା ଇଏ ବ୍ରାହ୍ମଣ ଜୀବନର ଅଧିକାର। ସୁଖ ଶାନ୍ତି ପବିତ୍ରତା ରହିଲେ ଖୁସି ନିଶ୍ଚୟ ରହିବ। ତାପରେ ଆପଣମାନେ ଅନୁଭବ କରିପାରିବେ ଯେ ମନୋରଞ୍ଜନ, ଯେକୌଣସି ଆପଣ ମନକୁ ରଞ୍ଜନ କରିବା ପାଇଁ, ଖୁସି ପାଇବା ପାଇଁ ଆପଣ ଅନୁଭବ କରିପାରିବେ ବାବା ଆମ ସହିତ ରହିଛନ୍ତି। ତେଣୁ ବାବାଙ୍କ ସହିତ ଆମେ ରହିକି ଯଦି କାମ କରିବା ତେବେ କେବେ ବି ଅସଫଳ ହେବାନି। ଅସଫଳ ନ ହେବା କାହିଁକି ନା ଆମେ ପରମାତ୍ମାକୁ ପାଇଛୁ ଏଇ ସଙ୍ଗମ ଯୁଗରେ। ତେଣୁ ଖୁସିରେ ନାଚିବା, ଖୁସି ଆମର ଜନ୍ମସିଦ୍ଧ ଅଧିକାର। ତେଣୁ ଆପଣମାନେ ଅନୁଭବ କରିବା ଯଦି ଖୁସି ଯେ ସେ ଖୋରାକ ନାହିଁ କହନ୍ତି ନା। ତେଣୁ ଏ ସଙ୍ଗମ ଯୁଗରେ ସବୁଠାରୁ ବଡ଼ ହେଲା ଖୁସି। ଖୁସିରେ ଆମେ ନାଚିବା। ଅତୀନ୍ଦ୍ରିୟ ସୁଖ ପୁଛନାହାତ ଗୋପୀ ସେ ପୁଛନ୍ତି। ତେଣୁ ଏ ସଙ୍ଗମ ଯୁଗରେ ଆମେ ଯଦି ଅତୀନ୍ଦ୍ରିୟ ସୁଖ ଅନୁଭବ କରିବ ତେବେ ନିଶ୍ଚୟ ଭାବରେ ଖୁସି ଅନୁଭବ କରିବ। ଆଉ ସଙ୍ଗମ ଯୁଗରେ ବାବାଙ୍କ ସହିତ ଖେଳନ୍ତୁ, ବାବାଙ୍କ ସହିତ ବନ୍ଧୁ ରୂପରେ, ବାବାଙ୍କ ସହିତ ସାଥୀ ରୂପରେ ଅନୁଭବ କରନ୍ତୁ। କାରଣ ବାବା ବଚ୍ଚା ବି, ମୋର ବି ବଚ୍ଚା ବି ହେଇପାରେ, ବାବା ଆମର ବାପା ବି ହେଇପାରେ। ଇଏ ସଙ୍ଗମ ଯୁଗରେ ଆମର ବାବାଙ୍କ ଠାରୁ ଆମ ପ୍ରତି ଶୁଭ ଭାବନା, ଶୁଭ କାମନା ଯଦି ଆମେ ସମସ୍ତଙ୍କ ପ୍ରତି ରଖିବା, ବାବା ଆମକୁ ମଧ୍ୟ ଶ୍ରେଷ୍ଠତା ଦେବେ। ତାପରେ ଆପଣମାନେ ଅନୁଭବ କରନ୍ତୁ ଯେ ଆମେ ଯଦି ଏ ଜୀବନ ଯାପନ କରିବା, ଖୁସିର ଜୀବନ, ବାବାଙ୍କ ଶ୍ରୀମତରେ ଚାଲିବା, ନିୟମ ପ୍ରମାଣ ଚାଲିବା, ଆମେ ନିଶ୍ଚୟ ଭାବରେ ଖୁସି ଅନୁଭବ କରିବା। ଖୁସି ସଙ୍ଗମର ବିଶେଷତା। ଖୁସି ନାହିଁ ତ ବ୍ରାହ୍ମଣ ଜୀବନ ନାହିଁ। ବାବା ଆମକୁ ଏ ସଙ୍ଗମ ଯୁଗରେ ଆମକୁ ନଜର ସେ ନିହାଲ କରୁଛନ୍ତି। ବାବା ବାପ ଟିଚର ବନକରି ଆମକୁ ଶିକ୍ଷକ ରୂପରେ ଆମକୁ ପଢ଼ାଉଛନ୍ତି। ସବୁଠାରୁ ଇଏ ବଡ଼ ଖୁସିର କଥା। ବାବା ଆମକୁ ସର୍ବଗୁଣ ସମ୍ପନ୍ନ, ସତ୍ୟ ଯୁଗରେ ଆମକୁ ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପନ୍ନ ନିର୍ବିକାରୀ ମର୍ଯ୍ୟାଦା ପୁରୁଷୋତ୍ତମ ଅହିଂସା ପରମ ଧର୍ମ ଆମକୁ ଏ ଟାଇଟଲ ଆମକୁ ପାଇବା ଯୋଗ୍ୟ ବନାଉଛନ୍ତି। ଆପଣମାନେ ଯଦି ଅନୁଭବ କରିପାରିବେ ଆମେ ଏଭଳି ପୋଷ୍ଟ ପାଇପାରିବ ତେବେ ଆମେ ଖୁସିରେ ନାଚିବା। ଆମକୁ ପରମାତ୍ମା ପଢ଼ାଉଛନ୍ତି ଲକ୍ଷ୍ମୀ ନାରାୟଣ କରିବା ପାଇଁ। ତେଣୁ ସବୁଠାରୁ ବଡ଼ ଖୁସି ହେବା କଥା ଯେ ଆମେ ଯଦି ମନେ ରଖିବା ସବୁବେଳେ ଯେ ମୁଁ ଲକ୍ଷ୍ମୀ ନାରାୟଣ ହେବି, ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟରେ ଯାଇକି ଯିବି, ତେବେ ଖୁସିରେ ଆପଣ ନାଚିବ। ତାପରେ ବାବାଙ୍କ ସହିତ ଭୋଜନ କରନ୍ତୁ। ବ୍ରହ୍ମା ଭୋଜନର ଗାୟନ ଅଛି ନା,
ब्रह्मा भोजन माने परमात्मा को स्मरण करके आम जदि रोषे करिया तेबे आपण अनुभव करिया बाबा को शक्ति आमको मिलुची एवं भोजन खाइले मध्य से शक्ति आम भीतर को प्रवेश करछे कहीं ब्रह्मा भोजन को देवता माने तरसंते देवता माने ब्रह्मा भोजन पाती आमे पाचे बाबा सहित आम जदि रोषे कल बाबा सहित आम साथी रखे जदि भोजन कल क्या खावाई देल ताठार बड़ भाग्य कौन अच्छे ताठार बड़ भाग्य ना ना तेणु आपण ने ये अनुभव करिए जे परमात्मा आमको श्रेष्ठ बनई एवं बनवाई आसती तेणु यही श्रुति को जदि मन रखिए जे मु ब्राह्मण आत्मा है तेणु निश्चय भाव में खुशी नाचुबी खुशी खेली बाबा सहित खेली पारिया बुली पारिया एवं अतीन्द्रिय सुख बाबा को जदि बाबा आमको दोली रे झुलाउछन्ति ये हीरा तुल्य जीवन ये संगम जुगे बाबा आमको हीरा तुल्य बनाउछन्ति तेबे केते भाग्य आम अट ब्रह्मा भोजन ये ब्रह्मा भोजन खायापाई प्राइम मिनिस्टर बा प्रेसिडेंट आसपारती किंतु सबुठार बड़ कथा जे आम सबुदिन ब्रह्मा भोजन खाऊचे ब्रह्मा दिन परमात्मा को भोग लगे खाऊचे केते भाग्यवान जिनस केते भाग्यवान आम तेणु आम जदि कथा मन रखा तेबे निश्चय भाव आम निश्चित भाव हो पारे खुशी रही पारे खुशी नाचवा तापरे आपण मैंने मन रखता राति तापर चलतु राति आम जो शोचु कौन कर बाबा सहित शोचु एकला शुणुने बाबा को समाचार शुणु कौन समाचार आपण केते समर्थ संकल्प समाचार संकल्प श्रेष्ठ संस्कार समाचार बाबा को दिंतु आपण अनुभव करिए बाबा को जदि कौन सी कमी कमजोरी शुणेबे बाबा आप दूर करदे तेबे आपण अनुभव करें जे ये संगम समय आम बाबा को साथी बने जदि काम करिया तेबे कौन सी काम हेबनी तेणु आपण सदा बाबा को कंबाइन शुणु एकला शुले माया आपण पाक आसवा जदि बाबा को कंबाइन शुवे आपण पाक माया आसपारे तेबे ये संगम समय खुशी जदि खुशी ना तेबे ब्राह्मण जीवन सफलता ना ब्राह्मण जीवन खुशी ना माने जीवन निरस तेणु ये सब मन रखा कथा ये संगम आम बाबा को पाइचु सर्वशक्तिमान बाबा को पाइचु सर्वशक्तिमान बाबा सहित आम कर्म करचु तेणु ये श्रुति रखले आम मैंने बहुत खुशी जीवन यापन करिया तेबे आपण मैंने बहुत जानी खुशी हे जे ये संगम जुगे आम बाबा को साथी बनईचु साथी बन जेकोसी कम कर निश्चय सुखी रह बाबा को हर पल जदि साथी रखे निश्चय अपन जीवन में श्रेष्ठता आसब अर्थात श्रेष्ठ जीवन यापन हम एवं आपण मैंने श्रेष्ठ जीवन यापन करिपारिया तेणु हर समय हर पल बाबा को साथी रखम तेबे आपण मैंने श्रेष्ठ हो पारिया मुझे कही विदाय नौचु ओम शांति।